ନମ୍ବର 1 ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା 3% ବଢ଼ିଲା ଅସାଧୁ ତୈଳ ଦର ପ୍ରଭାବିତ ହେବ ଭାରତ ଚୀନ ଆମେରିକା ଏବଂ ଜାପାନ ଶୁକ୍ରବାର ରୁଷ ବିରୋଧରେ ୟୁକ୍ରେନ ଯୁଦ୍ଧକୁ ନେଇ ନୂଆ ପ୍ରତିବନ୍ଧ ଲଗାଇଛନ୍ତି। ୟୁଏସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍ ମୁତାବକ ଆମେରିକା ରୁଷର 200ରୁ ଉର୍ଦ୍ଧ୍ୱ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ସହ 180ରୁ ଉର୍ଦ୍ଧ୍ୱ ଜାହାଜ ଉପରେ ବ୍ୟାନ୍ ଲଗାଇ ଦେଇଛି। ଏହା ସହ ଭାରତୀୟ କମ୍ପାନୀ ସ୍ୱାଇଆର୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ ଏବଂ ଏଭିଜେନ୍ସ ମ୍ୟାନେଜମେଣ୍ଟ ସର୍ଭିସେସ୍ ଉପରେ ମଧ୍ୟ ନିଷେଧାଦେଶ ଲାଗିଛି। ଏଥିଯୋଗୁଁ ଭାରତ ଏବଂ ଚୀନ ଭଳି ଦେଶଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ବାଇଡେନ୍ ସରକାର କହିଛନ୍ତି ଏହି ଦୁଇ ଭାରତୀୟ କମ୍ପାନୀ ରୁଷ ଏଲଏନଜି ପରିବହନ କରିଥିଲେ, ଯାହା ଆମେରିକା ପ୍ରତିବନ୍ଧକର ଉଲ୍ଲଂଘନ। ଜାପାନ ମଧ୍ୟ ବିଭିନ୍ନ ରୁଷ ନାଗରିକ ଏବଂ ସମ୍ପତ୍ତିକୁ ଫ୍ରିଜ୍ କରିଦେଇଛି। ରୁଷକୁ ସହାୟତା କରିଥିବା କମ୍ପାନୀ ଏହା ମଧ୍ୟରେ ସାମିଲ ରହିଛି। ନମ୍ବର 2 ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ଏମ୍ଆଇଙ୍କୁ ପଡ଼ିଲା ମହଙ୍ଗା, ଅଲିଭା ଦାସଙ୍କୁ ନିଲମ୍ବନ କଲେ ଯୋଗାଣ ମନ୍ତ୍ରୀ। ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ଏମ୍ଆଇ ଅଲିଭା ଦାସଙ୍କୁ ପଡ଼ିଲା ମହଙ୍ଗା। ପାରାଦୀପ ପୌରାଞ୍ଚଳ ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସୂଚନା ଅନୁଯାୟୀ ପାରାଦୀପ ପୌରାଞ୍ଚଳର ଯୋଗାଣ ନିରୀକ୍ଷକ ଅଲିଭା ଦାସ ଶୁକ୍ରବାର ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ନେଇ ବିରକ୍ତ ଓ ଉଦ୍ବେଗ ପ୍ରକାଶ ପାଇଥିଲେ। ଏତାଦୃଶ ଆଚରଣ ତଥା କାର୍ଯ୍ୟରେ ଅବହେଳା ନିମନ୍ତେ ଏମ୍ଆଇ ଶ୍ରୀମତୀ ଦାସଙ୍କୁ ନିଲମ୍ବନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୂର୍ବରୁ ତାଙ୍କ ନାଁରେ ଅନ୍ୟାନ୍ୟ ଅଭିଯୋଗ ରହିଥିଲା। କାର୍ଯ୍ୟରେ ଅବହେଳା ହେତୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳ ସୋନାଲ। ନମ୍ବର 3 ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଟ୍ରାଏସିଟି କରିବେ ସରକାର। ଟୁଇଟ୍ ସିଟି ପରେ ଟ୍ରାଏସିଟି ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଟ୍ରାଏସିଟି କରିବେ ସରକାର। ଉଭୟ 3 ସ୍ଥାନରେ ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଏସିଟିକୁ ଡେଭେଲପ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏହା ସହ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଟ୍ରାଏସିଟି ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ଓଭରବ୍ରିଜ୍ ଏବଂ ରି ରୋଡ୍। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ପ୍ରଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ସ୍ଥାନରେ ରି ରୋଡ୍ ଏବଂ ଓଭରବ୍ରିଜ୍ କିପରି ଓ କେମିତି ନିର୍ମାଣ କରାଯାଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ 2 ଥର ବୈଠକ ଡାକି ଆଲୋଚନା କରିଛନ୍ତି। ତୁରନ୍ତ ପ୍ଲାନ୍ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 4 ମକର ସଂକ୍ରାନ୍ତିରେ ମିଳିବ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା। ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର 25ରେ ଦେବାକୁ ଥିବା ବେଳେ ଏ ନେଇ ସ୍ଥଗିତ ରଖାଯାଇଥିଲା। ଏହି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମକର ସଂକ୍ରାନ୍ତିରେ ମିଳିବ। ଏହି ପର୍ଯ୍ୟାୟରେ ପ୍ରାୟ 20 ଲକ୍ଷ ହିତାଧିକାରୀ ଏହି ଟଙ୍କା ପ୍ରଦାନ କରାଯିବ। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟ କରିପାରିବେ। ଏହା ବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ। ଏହାପରେ ଆର୍ଆଇମାନେ ଗାଁକୁ ଯାଇ ତଦାରଖ କରିବା ପରେ ରିପୋର୍ଟ ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନମ୍ବର 5 ପିଏମ୍ ଆବାସ ଯୋଜନାରେ ବଡ଼ ପରିବର୍ତ୍ତନ। ନିଜ ଘର କିଣିବା ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ। ପ୍ରାୟତଃ ଲୋକମାନଙ୍କୁ ନିଜର ଘର କିଣିବା ପାଇଁ ବହୁତ ସମୟ ଲାଗେ। ଅନ୍ୟପକ୍ଷରେ ଦେଶରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ନିଜର ଘର ତିଆରି କରିପାରୁନାହାନ୍ତି। ଏପରି ଲୋକଙ୍କ ନିଜର ଘର ପାଇଁ ସ୍ୱପ୍ନ ପୂରଣ କରିବା ପାଇଁ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଭାରତ ସରକାର ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି। ବର୍ତ୍ତମାନ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ଏବଂ ଏକ ମୋବାଇଲ ଆପ୍ ପ୍ରଚଳନ କରାଯାଇଛି। ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କେବଳ ଅଫଲାଇନ୍ ମାଧ୍ୟମରେ କରାଯାଉଥିଲା, କିନ୍ତୁ ଏବେ ନୂତନ ମୋବାଇଲ ଆପ୍ ଲଞ୍ଚ ହେବା ପରେ ଲୋକମାନେ ଏହି ଯୋଜନା ପାଇଁ ଅନଲାଇନ୍ ମଧ୍ୟରେ ଆବେଦନ କରିପାରିବେ। ନମ୍ବର 6 ଲସ୍ ଏଞ୍ଜେଲସ୍ ନିଆଁ ଦେଖି ଇରାନ ଶତ୍ରୁତା ବୁଲିଲା, ସହାୟତାର ହାତ ବଢ଼ାଇଲା। ଲସ୍ ଏଞ୍ଜେଲସ୍ର ଲାଗିଥିବା ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ଆମେରିକାକୁ ସହାୟତାର ହାତ ବଢ଼ାଇଛି। ଇରାନର ରେଡ୍ କ୍ରେସେଣ୍ଟ ସୋସାଇଟି ଦ୍ୱାରା ସହାୟତା ପ୍ରଦାନ କରିବାକୁ କୁହାଯାଇଛି। ଆଇଆରସିଟିସି ହେଡ୍ ପିୟର୍ଉସେନ୍ କଲିଭାନ୍ଦ ଆମେରିକୀୟ ରେଡ୍ କ୍ରସ୍ ସିଇଓ କ୍ଲିଫ୍ ହୋଲ୍ଜଙ୍କୁ ଏକ ବାର୍ତ୍ତା ପଠାଇଛନ୍ତି। ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ନେଇ ସେ ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ବିପର୍ଯ୍ୟୟରେ ଆମେରିକାକୁ ସମସ୍ତ ସମ୍ଭାବ୍ୟ ସହାୟତାର ଯୋଗାଇବାକୁ ଆମେ ପ୍ରସ୍ତୁତ। ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଅଗ୍ନିକାଣ୍ଡ ଦେଖି ଇରାନ ନିଜର ଶତ୍ରୁତାକୁ ଭୁଲି ଏବେ ସହାୟତାର ହାତ ବଢ଼ାଇଛି। ନମ୍ବର 7 ଲଜ୍ଜାଜନକ ଘଟଣା। ସ୍କୁଲରେ 80 ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ।
ସ୍କୁଲରେ 80 ଛାତ୍ରୀଙ୍କୁ ସ୍ୱାଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ। ବିନା ସ୍ୱାଟ୍‌ରେ ଘରକୁ ପେଲିଲେ 80 ଛାତ୍ରୀ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଝାଡ଼ଖଣ୍ଡ ଦାନବାଦରେ ଏକ ଘରୋଇ ସ୍କୁଲରେ। ଅଭିଯୋଗ ଅନୁସାରେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରିନ୍ସିପାଲ ଏଭଳି କୃତ୍ରିମ ଦଣ୍ଡ ଭୋଗିବାକୁ ପଡ଼ିଛି। ଦଶମ ପରୀକ୍ଷା ସରିବା ପରେ ସାଙ୍ଗସାଥୀଙ୍କୁ ବିଦାୟ ଜଣାଇବାକୁ ହେଉଥିବା ପେନ୍ ଡେ ସେଲିବ୍ରେସନ୍ ପରସ୍ପରର ସ୍ୱାଟ୍‌ରେ ଫେୟାରୱେଲ୍ ମେସେଜ ବା ବିଦାୟକାଳୀନ ବାର୍ତ୍ତା ଲେଖିଥିଲେ ଛାତ୍ରୀମାନେ। ସ୍କୁଲର ପ୍ରିନ୍ସିପାଲ ଏହାକୁ ଦେଖି ଉତ୍କ୍ଷିପ୍ତ ହେବା ସହ ସେମାନଙ୍କୁ ସାର୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରୀମାନେ ଭୁଲ ମାଗିବା ପରେ ବି ଶାନ୍ତ ପଡ଼ିନଥିଲେ ପ୍ରିନ୍ସିପାଲ। ନମ୍ବର 8 କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ବସ୍, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ। କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ବସ୍। ବିଭିନ୍ନ ଜିଲ୍ଲାରୁ ବସ୍ ପ୍ରୟାଗରାଜ ଅଭିମୁଖେ ବାହାରିଛି। ଭିଡ଼ିଓ ଓ କନଫରେନ୍ସିଂ ଜରିଆରେ କାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭମେଳା ଉପଲକ୍ଷେ ଏହି ବସ୍ ସେବା ଆରମ୍ଭ କରାଯାଇଛି। ପୁରୀ, ଅଯୋଧ୍ୟା, ବ୍ରହ୍ମପୁର, ଅଯୋଧ୍ୟାକୁ ଏହି ସ୍ୱତନ୍ତ୍ର ବସ୍ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱର ଓ ସମ୍ବଲପୁରରେ ମଧ୍ୟ ପ୍ରୟାଗ ଜୋନ୍ ବସ୍ ରହିଛି। ଅଯୋଧ୍ୟା ସହ ପ୍ରୟାଗ ଯୋଗୁଁ ଶ୍ରଦ୍ଧାକୁ ଯିବାର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବସ୍ ସେବା କାଲିଠାରୁ ଫେବୃଆରୀ 24 ପର୍ଯ୍ୟନ୍ତ ଚାଲିବ। ବସ୍‌ରେ ସ୍ଲିପର ସିଟ୍ ରହିବା ସାଙ୍ଗକୁ ମୋବାଇଲ ଚାର୍ଜର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଏହାଛଡ଼ା ବସ୍‌ରେ ସେଫ୍ଟି ସିଷ୍ଟମ, ପ୍ୟାନିକ୍ ବଟନ୍ ଏବଂ ଜିପିଏସ୍ ଟ୍ରାକିଂର ବ୍ୟବସ୍ଥା ଅଛି। ସେହିପରି ଓଏସ୍ଆର୍ଟିଏଫ୍ ପକ୍ଷରୁ ବସ୍ ସେବା ମାର୍ଗରେ ବିବରଣୀ ମଧ୍ୟ ଦିଆଯାଇଛି। ନମ୍ବର 9 ଓଡବ୍ଲ୍ୟୁଏସ୍ସିରେ 6000ରୁ ଅଧିକ ଶିକ୍ଷକ ପଦବୀ ଖାଲି। ବିନା ଶୁଳ୍କରେ କରନ୍ତୁ ଆବେଦନ। ଓଡ଼ିଶା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଓଡବ୍ଲ୍ୟୁଏସ୍ସି ପକ୍ଷରୁ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ଅଧୀନରେ ଲିଭ୍ ଟ୍ରେନିଂ ରିଜର୍ଭ ପାଇଁ 6000ରୁ ଅଧିକ ପଦବୀ ଖାଲି ପଡ଼ିଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ 8 ଫେବୃଆରୀ ରହିଛି। ଆବେଦନ ଫର୍ମରେ ତ୍ରୁଟି ଥିଲେ 10 ଫେବୃଆରୀ ମଧ୍ୟରେ ସଂଶୋଧନ କରିପାରିବେ। ଜରୁରୀ ତାରିଖ ଇଚ୍ଛୁକ ପ୍ରାର୍ଥୀ 8 ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ ଫର୍ମରେ ତ୍ରୁଟି ଥିଲେ 10 ଫେବୃଆରୀ ମଧ୍ୟରେ ସଂଶୋଧନ କରିପାରିବେ। ଆବେଦନର ଶୁଳ୍କ ଇଚ୍ଛୁକ ପ୍ରାର୍ଥୀ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଚୟନ ପ୍ରକ୍ରିୟା ପ୍ରାର୍ଥୀଙ୍କ ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ଡକୁମେଣ୍ଟ ଭେରିଫିକେସନ୍ ଜରିଆରେ ହେବ। ନମ୍ବର 10 ସହଦେବ ହତ୍ୟା ଘଟଣା ସସ୍ପେନ୍ସ ନୁହେଁ, ପଦାକୁ ଆସୁଛି ଛାତି ତରାଇ ଦେଲା ପରି ସତ। ସହଦେବ ହତ୍ୟା ଘଟଣା ଉଠୁଛି ପରଦା। ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ଲମଟାଙ୍ଗରା ଘଟଣା। ସହଦେବକୁ ମାରିବାକୁ ଅଭିଯୁକ୍ତମାନେ 16 କିଲୋମିଟର ବାଇକ୍‌ରେ ଗଡ଼ାଇଥିଲେ। ଆଉ ତାପରେ ତାକୁ କାବୁ କରି ହାଣି ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲେ। ସହଦେବକୁ କାବୁ କରି ପରେ 3 ଜଣ ଅଭିଯୁକ୍ତ ମାଡ଼ି ବସିଥିଲେ ଏବଂ ଜଣେ ଅଭିଯୁକ୍ତ ସହଦେବର ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହାଣି ଶରୀରରୁ ଅଲଗା କରିଦେଇଥିଲା। ଆଉ ସେ ଅଭିଯୁକ୍ତ ଜଣକ ହେଉଛନ୍ତି ନାରୀରୂପୀ ରାକ୍ଷସୀ ଲିପିକା। ଏହିସବୁ ଘଟଣା ଘଟିଥିଲା ସେହି କ୍ରାଇମଷ୍ଟ ରସଲଗଡ଼ ବାଣୀବିହାରୀ ଓଭରବ୍ରିଜ୍ ଉପରେ। ପ୍ରଥମ 2 ଜଣ ଅଭିଯୁକ୍ତଙ୍କୁ ସେଠାରେ ଫେରାର ମାରିଥିବା ବେଳେ ପରେ ସ୍ୱାମୀ ସ୍ତ୍ରୀ ଲକ୍ଷ୍ମୀଧର ଓ ଲିପିକା ବ୍ୟାଗ୍ ଧରି ଧାରୁଆ ଅସ୍ତ୍ରକୁ ପୁରାଇ ହତ୍ୟାସ୍ଥଳରୁ ଫେରାର ମାରିଥିଲା।